ମୋ ସାଥିରେ ସେ 3 ବର୍ଷ ହେଲା ରିଲେସନସିପ ଭରତ ସାସମଲ। ତାଙ୍କ ବାପା ନାଁ ହେଲା ଟୁଟୁ ସାସମଲ। ତାଙ୍କ ଭାଇ ନାଁ ହେଲା, ତାଙ୍କ ଘର ହେଲା କନ୍ତିମଳା। ସେ ମୋ ଇନଷ୍ଟାଗ୍ରାମ ରେ ସେ ମୋ ସାଥିରେ ସମ୍ପର୍କ ରଖିଥିଲେ। ଆଜିକି 3 ବର୍ଷ ହେଲା ମୋ ସାଥିରେ କଥାବାର୍ତ୍ତା। ଆଜି 15 ଦିନ ହେଲା ସେ ମତେ ନେଇଥିଲେ, କିନ୍ତୁ ସିଏ କହିଲେ ଯେ ଜାତି ଭେଦ ମାନେ ଘରେ ଉଠେଇବ ନାହିଁ। ମୁଁ ତାଙ୍କ କଥା ମାନିକି ଜାତି ଭେଦ ଉଠେଇଲିନି। ଏବେ ଯଦି ମୋ ଜାତି ଭେଦ ଜାଣିଛନ୍ତି, ସେ ଏବେ ମତେ ଘରୁ ବାହାର କରିଦେଇଛନ୍ତି। ମତେ କାଲି ଆମ ଘରକୁ ନେଇକି ଆସିଥିଲେ। ମୁଁ ନାହିଁ କଲି ଯେ ମୁଁ ଆମ ଘରକୁ ଯିବିନି। ଯେମିତି ନାହିଁ କରିଛି ମତେ କୋଣାର୍କ ଥାନାକୁ ନେଇକି ଗଲେ। କୋଣାର୍କ ଥାନା ଭିତରୁ ନ ନେଇକି ବାହାରେ ବହୁତ ଟର୍ଚର କରିଛନ୍ତି। ତାଙ୍କ ଘର ଲୋକ ବି ମତେ ଟର୍ଚର କରିଛନ୍ତି ଜାତି ଭେଦ ପାଇଁ। ମୁଁ ତାପରେ ରଗିକି କୋଣାର୍କ ଥାନାରେ ଯାଇକି ଏଫଆଇଆର ଗୋଟେ ଦେଇଥିଲି। ଏଫଆଇଆର ଦେଲା ଭିତରେ ସିଏ ତାଙ୍କୁ ଡାକିଲା ଭିତରେ ସିଏ 50,000 ଟଙ୍କା ଭିତରେ କହୁଛନ୍ତି ଆମେ ୱିଡ୍ର କରିଦବୁ। 50,000 ମୁଁ ତାଙ୍କ ଘରେ ଯେତିକି ଦିନ ଯାଇକି ଥିଲି 50,000 ଟଙ୍କା ନେଇକି ୱିଡ୍ର କରିଦେବି। ମୋ ଇଜ୍ଜତର ଦାମ କହିବେ 50,000 କି? ମୁଁ ସେ 50,000 ସନ୍ତୁଷ୍ଟ ନାହିଁ। ମୁଁ ଚାହୁଁଛି ତାଙ୍କୁ ହେଲା ଜେଲ ଦରକାର, ସେ ଶାସ୍ତି ପାଇବା ଦରକାର। କଣ କହିବେ? ଆପଣଙ୍କ ଝିଅ କେତେ ଦିନ ହେଲା ନିଖୋଜ ଥିଲା, କଣ କହିବେ? ସାର୍ ଆପଣ ମୋ ଝିଅ 15 ଦିନ ହେଲା ନିଖୋଜ ଥିଲା। ଯିବା 3 ଦିନରେ ମୁଁ ଖବର ପାଇଲି। ଖବର ପାଇଲା ଭିତରେ ଝିଅ ମତେ ଫୋନ କଲା ଯେ ମୁଁ କହିଲି କଣ ହେଇଛି ନା ସିଏ ମତେ ଆଣିକିରି 15 ଦିନ ହେଲାଣି ସେ ପୁଅ ଘର ଗଲା। ପୁଅ ଘର କନ୍ତିମଳା। ମତେ ଏବେ ଟର୍ଚର କରୁଛନ୍ତି କଣ ପାଇଁ ନା ଜାତି ଭେଦ ପାଇଁ। ଜାତି ଭେଦ ପାଇଁ ତାକୁ ଟର୍ଚର କରୁଛନ୍ତି। ମୁଁ କହିଲି ସେ ପରେ ଜାତି ଭେଦ ଜାଣିକି ନେଇଥିଲା ଟି ନା ହଁ ସେ ଜାତି ଭେଦ ମତେ ଜାଣିକି ନେଇକିରି ମତେ ମନା କରିଥିଲା କହିବା ପାଇଁ ଜାତି ଭେଦ, କିନ୍ତୁ ମୁଁ ଲୁଚେଇଲି ତାଙ୍କ କଥାରେ ଜାତି ଭେଦ ଲୁଚେଇକିରି ସେ ଅଇନାକେ ତାଙ୍କ ପବ୍ଲିକ ଆସିକି ଜାତି ଭେଦ ମୋର କହିବାନି କିରି ସେ ମତେ ଜାତି ଭେଦ ଖୋଜିକିରି ମତେ ଟର୍ଚର କରୁଛନ୍ତି। ଏବେ ମୁଁ କଣ କରିବି ମାମା ମତେ ସେଇ କଥା କହ। ମୁଁ କହିଲି ହଉ ମୁଁ ଯାଉଛି ଥାନାରେ ଗୋଟେ ଏଫଆଇଆର ଦେବି। ମୁଁ ଯାଇ କାକଟପୁର ଥାନାରେ ଏଫଆଇଆର ଦେଲା ଭିତରେ ପୋଲିସ ତାର କିଛି ଷ୍ଟେପ ନେଲାନି। ନ ନେଲା ଭିତରେ ମୁଁ ଯାଇକିରି ଝିଅକୁ ସେ ପୁଅ ନାଁରେ ଗୋଟେ ଏଫଆଇଆର ଦେଇଛି। ଝିଅ ଏଫଆଇଆର ଦେଲା ଭିତରେ ଆମକୁ ଫୋନ କଲେ, ଥାନା ଆମକୁ ଫୋନ କଲା। ଆମେ ଯେତେବେଳେ ସେଠି ପହଞ୍ଚିଲୁ ସେମାନେ ଫାଇନାଲ ଉପରେ ସବୁ ଗଲେ। ଫାଇନାଲ ଉପରେ ଗଲେ ଭିତରେ ଆମେ କୌଣସି ମତେ ରାଜି ହେଲୁନି ଯେ ମୁଁ ମୋ ଝିଅକୁ ଘରକୁ ନେବି ବୋଲି। ସେମାନେ କହିଲେ ଝିଅକୁ ଯଦି ନ ନବ ସେମାନେ ଝିଅର ଜାତି ଭେଦ ଜାଣିକି ଝିଅକୁ ଟର୍ଚର କରି ଚାଲିବେ। ତାହେଲେ ସିଏ ଯିବ, ତମେ କେସ୍ କରିବ, ସିଏ ଯିବ, ରିଲିଜ ହେଇକି ପୁଅ ଆସିବ, ତମେ କଣ ଲାଭ ପାଇବ? 50,000 ଟଙ୍କା ମତେ ଦେବେ ବୋଲି କହିଲେ। ମୁଁ 50,000 ଟଙ୍କାରେ ରାଜି ହେଲି ନାହିଁ। ତାଙ୍କ ସରପଞ୍ଚ, ସେ ସରପଞ୍ଚକୁ ବି ମୁଁ କହିଲି ଯେ 50,000 ଟଙ୍କା ମତେ ଦବା କିଛି ଆବଶ୍ୟକ ନାହିଁ। ତମେ ନେଇକି ମୋ ଝିଅକୁ ସେ 50,000 ଟଙ୍କା ନିଅ, ମୋ ଝିଅକୁ ବି ନେଇଯାଅ। ସେ ଏକମତ ହେଲେ ନାହିଁ।